जिसाय पुस्तक 39 अध्याय। बाबुलिन्य मानकर दैत्य। हिसेकिया रोग प्रपीड़ित हेला परे जे आरोग्य लाभ करिछन्ति एहा सुनिबाकु पाई बालादानकर पुत्र तथा बाबिलोनर राजा मेरदाक बालादान ସେହି ଦିନମାନଙ୍କର ପତ୍ର ତଥା ଉପହାର ସମେତ ଦୂତମାନଙ୍କୁ ତାଙ୍କ ପାଖକୁ ପଠାଇଲେ। ସ୍ୱାଗତ ଜଣାଇ ହେସେକିଆ ସେମାନଙ୍କୁ ଗ୍ରହଣ କଲେ। ହେସେକିଆ ତାଙ୍କ ଭଣ୍ଡାର ଘର ରୌପ୍ୟ ସ୍ୱର୍ଣ୍ଣ ସୁଗନ୍ଧ ଦ୍ରବ୍ୟ ପରିମଳ ତୈଳ ସମଗ୍ର ଅସ୍ତ୍ରଶସ୍ତ୍ର ଶାଳା ତଥା ଭଣ୍ଡାର ଗୃହଗୁଡ଼ିକରେ ସଞ୍ଚିତ ସମସ୍ତ ବସ୍ତୁ ସେମାନଙ୍କୁ ଦେଖାଇଲେ। ତାଙ୍କ ପ୍ରସାଦ କିମ୍ବା ରାଜ୍ୟରେ ଏପରି କିଛି ନଥିଲା ଯାହା ହେସେକିଆ ସେମାନଙ୍କୁ ଦେଖାଇ ନଥିଲେ। ସେ ସମୟରେ ପ୍ରବକ୍ତା ଜିସାଇଆ ରାଜା ହେସେକିଆଙ୍କ ନିକଟକୁ ଆସି ପଚାରିଲେ, ଏହି ଲୋକ କ'ଣ କହନ୍ତି? ସେମାନେ କେଉଁଠାରୁ ତୁମ ସମୀପକୁ ଆସିଅଛନ୍ତି? ଉତ୍ତରରେ ହେସେକିଆ କହିଲେ, ସେମାନେ ଏକ ସୁଦୂର ଦେଶ ବାବିଲୋନରୁ ଆସିଅଛନ୍ତି। ସେ ପୁଣି ପଚାରିଲେ, ସେମାନେ ତୁମ ଗୃହରେ କ'ଣ ଦେଖିଅଛନ୍ତି? ହେସେକିଆ ପ୍ରତ୍ୟୁତ୍ତର ଦେଲେ, ସେମାନେ ମୋର ଗୃହର ସବୁ କିଛି ଦେଖିଅଛନ୍ତି। ମୋର ଭଣ୍ଡାର ଗୃହ ଗୁଡ଼ିକରେ ଏପରି କିଛି ନାହିଁ ଯାହା ମୁଁ ସେମାନଙ୍କୁ ଦେଖାଇ ନାହିଁ। ସେ ସମୟରେ ଜିସାଇଆ ହେସେକିଆଙ୍କୁ କହିଲେ, ସେନାଧୀଶ ପ୍ରଭୁଙ୍କର ବଚନ ଶୁଣ। ଦେଖ, ତୁମ ଗୃହର ଓ ତୁମ ପିତୃପୁରୁଷମାନଙ୍କ ଦ୍ୱାରା ସଞ୍ଚିତ ସମସ୍ତ ବସ୍ତୁ ବାବିଲୋନକୁ ନିଆଯିବାର ସମୟ ଆସନ୍ନ। ପ୍ରଭୁ ହିଁ କହନ୍ତି ଯେ କିଛି ହିଁ ପରିତ୍ୟକ୍ତ ହୋଇ ରହିବ ନାହିଁ। ତୁମଠାରୁ ଜାତ ପୁତ୍ରମାନଙ୍କ ମଧ୍ୟରୁ କେତେକ ମଧ୍ୟ ନିଆଯିବେ। ସେମାନେ ବାବିଲୋନର ରାଜାଙ୍କ ପ୍ରସାଦରେ କଞ୍ଚୁକି ରୂପେ ସେବା କାର୍ଯ୍ୟ କରିବେ। ସେ ସମୟରେ ହେସେକିଆ ଜିସାଇଆଙ୍କୁ କହିଲେ, ତୁମ ଦ୍ୱାରା ଘୋଷିତ ପ୍ରଭୁ ବଚନ ଉତ୍ତମ। କାରଣ ସେ ଭାବିଲେ ଯେ ମୋର ଦିନମାନଙ୍କରେ ଶାନ୍ତି ତଥା ସୁରକ୍ଷିତ ଅବସ୍ଥା ବିରାଜିତ ହେଉ। 40 ଅଧ୍ୟାୟ। ଜନତା ପ୍ରତି ସାନ୍ତ୍ୱନା ଓ ପ୍ରବକ୍ତାଙ୍କ ଆହ୍ୱାନ। ତୁମ୍ଭମାନଙ୍କ ଈଶ୍ୱର କହନ୍ତି, ଆଶ୍ୱସ୍ତ କର, ମୋର ସୃଜନମାନଙ୍କୁ ଆଶ୍ୱସ୍ତ କର। ଜେରୁସାଲେମ ପ୍ରତି କୋମଳ କଥା କୁହ ଓ ତାହାକୁ ଜଣାଇ ଦିଅ, ତାହାର ଦାସତ୍ୱର କାଳ ପରିସମାପ୍ତି ଲାଭ କରିଛି। ତାହାର ଦୋଷ କ୍ଷମା ଦିଆଯାଇଛି। ତାହାର ସମସ୍ତ ପାପ ସକାଶେ ପ୍ରଭୁଙ୍କ ଠାରୁ ସେ 2 ଗୁଣ ଶାସ୍ତି ପ୍ରାପ୍ତ ହୋଇଛି। ଏକ ସ୍ୱର ଚିତ୍କାର କରେ, ମୋର ପ୍ରାନ୍ତରରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପଥ ପ୍ରସ୍ତୁତ କର। ଆମ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମରୁଭୂମିରେ ଏକ ସକଳ ରାଜପଥ ନିର୍ମାଣ କର। ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ସମସ୍ତ ପର୍ବତ ତଥା ପାହାଡ଼ ନିଚ କରାଯିବ। ଗଡ଼ାଣିଆ ସ୍ଥଳ ସମଭୂମି କରାଯିବ ଓ ଅସମାନ ଭୂମି ସମତଳ କରାଯିବ। ପ୍ରଭୁଙ୍କର ମହିମା ପ୍ରକାଶିତ ହେବ ଓ ସମସ୍ତ ମାଂସ ବିଶେଷ ଏକତ୍ରିତ ହୋଇ ତାହା ଦର୍ଶନ କରିବେ। କାରଣ ପ୍ରଭୁଙ୍କ ମୁଖ ଏହା କହିଅଛି, ଏକ ସ୍ୱର ଆଦେଶ ଦିଏ, ଚିତ୍କାର କର। ମୁଁ ପଚାରିଲି, ମୁଁ କ'ଣ ଚିତ୍କାର କରିବି? ସମସ୍ତ ମାଂସ ବିଶେଷ ତୃଣ ମାତ୍ର, ତାହାର ସକଳ ସୌନ୍ଦର୍ଯ୍ୟ କ୍ଷେତସ୍ଥିତ ପୁଷ୍ପ ସଦୃଶ୍ୟ। ପ୍ରଭୁଙ୍କ ନିଶ୍ୱାସ ତାହା ଉପରେ ପ୍ରବାହିତ ହେବା ସମୟରେ ତୃଣ ଝାଉଁଳି ପଡ଼େ ଓ ପୁଷ୍ପ ଝଡ଼ିଯାଏ। ମନୁଷ୍ୟ ଅବଶ୍ୟ ତୃଣ ମାତ୍ର, ତୃଣ ଝାଉଁଳି ପଡ଼େ ଓ ପୁଷ୍ପ ଝଡ଼ିଯାଏ, କିନ୍ତୁ ଆମ ଈଶ୍ୱରଙ୍କ ବଚନ ଚିରସ୍ଥାୟୀ ଅଟେ। ଈଶ୍ୱରଙ୍କ ଆବିର୍ଭାବ ସମ୍ବନ୍ଧୀୟ ପ୍ରବଚନ। ସୁସମ୍ବାଦ ବାହକ, ହେ ସିୟନ, ଉଚ୍ଚ ପର୍ବତ ଉପରକୁ ଉଠିଯାଇ ଯଥାଶକ୍ତି ପୂର୍ବକ ଉଚ୍ଚ ସ୍ୱରରେ କୁହ। ସୁସମ୍ବାଦ ବାହକ, ହେ ଜେରୁସାଲେମ, ନିର୍ଭୀକ ଭାବେ ଉଚ୍ଚ ସ୍ୱରରେ ଘୋଷଣା କର। ଯୁଦାର ନଗରୀ ସକଳକୁ କୁହ, ଦେଖ, ଏହି ତୁମ ଈଶ୍ୱର। ଦେଖ, ପ୍ରଭୁ ଆମ ଈଶ୍ୱର ପରାକ୍ରମ ସହ ଆସନ୍ତି।
ତାହାଙ୍କ ବାହୁବଳରେ ସେ ରାଜୁତି କରନ୍ତି। ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସହିତ ଅଛି ଓ ତାହାଙ୍କ ପ୍ରତିଫଳ ତାହାଙ୍କ ସମ୍ମୁଖରେ ଅଛି। ଜଣେ ମେଷପାଳକ ସଦୃଶ୍ୟ ସେ ତାହାଙ୍କ ମେଷପଲକୁ ଚରାଇବେ। ସେ ମେଷ ଶାବକମାନଙ୍କୁ ସ୍ୱହସ୍ତରେ ଧରିବେ, ସେମାନଙ୍କୁ ତାହାଙ୍କ ବକ୍ଷରେ ବହନ କରିବେ ଓ ଗର୍ଭଧାରିଣୀ ମେଷୀମାନଙ୍କୁ କୋମଳ ଭାବେ କଢ଼ାଇ ଆଣିବେ। ଈଶ୍ୱରଙ୍କ ପ୍ରତାପ। କିଏ ଜଳରାଶିକୁ ନିଜ ହସ୍ତ ପାପୁଲିରେ ମାପ କରେ ଓ ଆକାଶମଣ୍ଡଳକୁ ଚାଖଣ୍ଡ ଦ୍ୱାରା ନିର୍ଣ୍ଣୟ କରେ? କିଏ ପୃଥିବୀର ଧୂଳିକୁ ପରିମାଣ ପାତ୍ରରେ ସମ୍ପୃକ୍ତ କରେ? ପର୍ବତ ସମୂହକୁ ତୁଳା ଦଣ୍ଡରେ ଓ ପାହାଡ଼ ସବୁକୁ ତରାଜୁରେ ଓଜନ କରେ? ପ୍ରଭୁଙ୍କର ଆତ୍ମାକୁ କିଏ ନିର୍ଦ୍ଦେଶ ଦେଇଅଛି କିମ୍ବା ତାହାଙ୍କର ପରାମର୍ଶଦାତା ସ୍ୱରୂପ କିଏ ତାଙ୍କୁ ଉପଦେଶ ଦେଇଅଛି? ନିଜକୁ ଜ୍ଞାନୀ କରିବା ପାଇଁ ସେ କାହାର ଉପଦେଶ ସନ୍ଧାନ କରିଅଛନ୍ତି? କିଏ ତାହାକୁ ନୀତିନିଷ୍ଠାର ମାର୍ଗ ସମ୍ବନ୍ଧରେ ଶିକ୍ଷା ଦେଇଅଛି? ପୁଣି କିଏ ତାହାକୁ ଜ୍ଞାନ ଶିକ୍ଷା ପ୍ରଦାନ କରି ପରିଜ୍ଞାନର ପଥ ପ୍ରଦର୍ଶନ କରିଅଛି? ସମସ୍ତ ଜନତା ତାହାଙ୍କ ପ୍ରତି ବାଲ୍ଟିର ଏକ ଜଳ କଣିକା ଓ ତୁଳାଦଣ୍ଡର ଏକ ଧୂଳିକଣା ସଦୃଶ୍ୟ। ସେ ଦ୍ୱୀପ ସମୂହକୁ ସୂକ୍ଷ୍ମ ଧୂଳି ତୁଲ୍ୟ ବିବେଚନା କରନ୍ତି। ଜାଳେନୀ କାଠ ସକାଶେ ଲେବାନନ ଅପ୍ରଚୁର ହେବ ଓ ସେଠାକାର ପଶୁମାନେ ହୋମବଳି ପାଇଁ ଯଥେଷ୍ଟ ହେବେ ନାହିଁ। ସମସ୍ତ ଜାତି ତାହାଙ୍କ ସନ୍ନିଧାନରେ କିଛି ନୁହନ୍ତି। ସେ ସମସ୍ତକୁ ସେ ନାସ୍ତିକତା ତଥା ଶୂନ୍ୟତା ଅପେକ୍ଷା ଅଧିକ ନ୍ୟୁନ ଭାବେ ବିବେଚନା କରନ୍ତି। ତାହେଲେ ତୁମେ କାହା ସହ ଈଶ୍ୱରଙ୍କୁ ତୁଳନା କରିପାରିବ? କିମ୍ବା ତାହାଙ୍କ ସଦୃଶ୍ୟ କେଉଁ ପ୍ରତିରୂପ ଅଛି? ଯାହା ଜଣେ ଶିଳ୍ପୀ ଛାଞ୍ଚରେ ନିର୍ମାଣ କରେ ଓ ସ୍ୱର୍ଣ୍ଣକାର ସ୍ୱର୍ଣ୍ଣରେ ଆଚ୍ଛାଦିତ କରି ରୌପ୍ୟ ଶିଙ୍କୁଳି ଦ୍ୱାରା ବିମଣ୍ଡିତ କରେ, ସେ କ'ଣ ସେହି ପିତୁଳା? ଉପାସନା କରିବା ପାଇଁ ଜଣେ ଦରିଦ୍ର ବ୍ୟକ୍ତି ଖଣ୍ଡିଏ ଅକ୍ଷୟ କାଠ ମନୋନୀତ କରେ। ଏକ ଅଚଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ସେ ଜଣେ ପ୍ରବୀଣ କାରିଗରର ସନ୍ଧାନ କରେ। ତୁମେ କ'ଣ ଜାଣିନାହଁ? କ'ଣ ଶୁଣିନାହଁ? ଏହା କ'ଣ ପ୍ରାରମ୍ଭରୁ ତୁମ୍ଭମାନଙ୍କୁ କୁହାଯାଇ ନାହିଁ? ପୃଥିବୀର ଭିତ୍ତିମୂଳ ସଂସ୍ଥାପନ ଠାରୁ ତୁମେ କ'ଣ ବୁଝିନାହଁ? ଭୂଚକ୍ର ଉପରେ ଆସୀନ ପୃଥିବୀବାସୀମାନେ ଝିଣ୍ଟିକା ସଦୃଶ୍ୟ। ସେ ଆକାଶମଣ୍ଡଳକୁ ଯବନିକା ସଦୃଶ୍ୟ ବିସ୍ତାର କରନ୍ତି ଓ ବାସ କରିବା ପାଇଁ ତାହାକୁ ଶିବିର ତୁଲ୍ୟ ବିସ୍ତାର କରନ୍ତି। ଶାସକମାନଙ୍କୁ ନାସ୍ତି କରନ୍ତି ଓ ପୃଥିବୀର ଶାସକମାନଙ୍କୁ ଶୂନ୍ୟ କରନ୍ତି। ସେମାନେ ରୋପିତ ହେବା ମାତ୍ରେ, ସେମାନେ ବୁଣା ଯାଇଥିବା ମାତ୍ରେ, ସେମାନେ ଭୂଗର୍ଭରେ ମୂଳ ପାତିବା ମାତ୍ରେ ସେ ସେମାନଙ୍କ ଉପରେ ନିଶ୍ୱାସ ତ୍ୟାଗ କରନ୍ତି ଓ ସେମାନେ ଶୁଷ୍କ ହୋଇଯାଆନ୍ତି। ନଡ଼ା ସଦୃଶ୍ୟ ତୋଫାନ ସେମାନଙ୍କୁ ଉଡ଼ାଇ ନିଏ। ସେହି ପବିତ୍ରତମଙ୍କ ପ୍ରଶ୍ନ କରନ୍ତି ଯେ ମୁଁ ଯେପରି ତା ସଦୃଶ୍ୟ ହେବି, ତନ୍ନିମନ୍ତେ ତୁମେମାନେ ମୋତେ କାହା ସହିତ ତୁଳନା କରିବ? ଊର୍ଦ୍ଧ୍ୱକୁ ଚକ୍ଷୁ ଉତ୍ତୋଳନ କରି ଦେଖ, କିଏ ଏ ସମସ୍ତ ସୃଷ୍ଟି କରିଅଛନ୍ତି? ପ୍ରତ୍ୟେକଙ୍କୁ ନାମାନୁକ୍ରମ ଭାବରେ ନାମିତ କରି ସଂଖ୍ୟାନୁପାତ ରୂପେ ସେ ସମସ୍ତଙ୍କୁ ଯିଏ ବାହାର କରନ୍ତି, ସେ ମୁଁ ଅଟେ। ତାହାଙ୍କର ପରାକ୍ରମର ମହତ୍ୱ ଯୋଗୁଁ ଓ ଯେହେତୁ ସେ ଅଟନ୍ତି ଶକ୍ତିଶାଳୀ, ସେ ହେତୁ ସେ ସମସ୍ତ ମଧ୍ୟରୁ ଗୋଟିଏ ହେଲେ ନଷ୍ଟ ହୁଏ ନାହିଁ। ଦିବ୍ୟ ପରିଚାଳନା। ହେ ଯାକୋବ, ହେ ଇସ୍ରାଏଲ, ତୁମେ କାହିଁକି କହୁଅଛ ଯେ ମୋର ପଥ ପ୍ରଭୁଙ୍କ ସନ୍ନିଧାନରୁ ଗୁପ୍ତ? ମୋର ଅଧିକାରକୁ ମୋର ଈଶ୍ୱର ପରି ଗଣନା କରୁନାହାନ୍ତି। ତୁମେ କ'ଣ ଜାଣିନାହଁ? କ'ଣ ଶୁଣିନାହଁ? ପ୍ରଭୁ ସନାତନ ଈଶ୍ୱର ସମଗ୍ର ପୃଥିବୀର ସ୍ରଷ୍ଟା। ସେ କ୍ଷୟପ୍ରାପ୍ତ ହୁଅନ୍ତି ନାହିଁ କିମ୍ବା କ୍ଳାନ୍ତ ହୁଅନ୍ତି ନାହିଁ। ତାହାଙ୍କର ପରିଜ୍ଞାନ
ଅନୁସନ୍ଦେହ କ୍ଷୟପ୍ରାପ୍ତ ବ୍ୟକ୍ତିଙ୍କୁ ସେ ଶକ୍ତି ଦାନ କରନ୍ତି। ବଳହୀନ ବ୍ୟକ୍ତିର ବଳ ବଢ଼ାନ୍ତି। ଯୁବାମାନେ ମଧ୍ୟ କ୍ଷୟପ୍ରାପ୍ତ ତଥା କ୍ଳାନ୍ତ ହୋଇପାରନ୍ତି, କିନ୍ତୁ ଯେଉଁମାନେ ପ୍ରଭୁଙ୍କଠାରେ ଆଶ୍ରୟ ନିଅନ୍ତି ସେମାନେ ଶକ୍ତିରେ ନବୀକୃତ ହେବେ। ଉତ୍କର୍ଷ ପକ୍ଷୀ ସଦୃଶ୍ୟ ଡେଣା ସଞ୍ଚାଳନ କରି ସେମାନେ ଊର୍ଦ୍ଧ୍ୱାରୋହଣ କରିବେ। ଯଦିଓ ସେମାନେ ଧାଇଁବେ ତଥାପି ସେମାନେ କ୍ଳାନ୍ତ ହେବେ ନାହିଁ। ଉପବ୍ରଜ କରିବା ସତ୍ତ୍ୱେ ସେମାନେ କ୍ଷୟପ୍ରାପ୍ତ ହେବେ ନାହିଁ। 41 ଅଧ୍ୟାୟ ସାଇରସଙ୍କୁ ଆହ୍ୱାନ। ହେ ଉପକୂଳ ଦେଶ ସମୂହ, ନୀରବ ହୋଇ ମୋର କଥା ଶୁଣ। ଜାତି ସମୂହ ସେମାନଙ୍କ ଶକ୍ତିରେ ନବୀକୃତ ହୁଅନ୍ତୁ। ସନ୍ନିକଟ ହୋଇ ସେମାନେ କଥା କୁହନ୍ତୁ। ବିଚାର କରିବା ପାଇଁ ଆମେ ସମବେତ ହେବା। ଯିଏ ନିଜର ପ୍ରତ୍ୟେକ ପଦକ୍ଷେପରେ ବିଜୟୀ ହୁଏ, କିଏ ବା ତାକୁ ପୂର୍ବ ଦେଶରେ ଉଠାଇଛି। ରାଜାମାନଙ୍କୁ ତାହାର ପାଦ ତଳେ ସେ ଯେପରି ଦଳନ କରେ, ସେଥିସକାଶେ ଜନତାଙ୍କୁ ସେ ତା ହସ୍ତରେ ସମର୍ପଣ କରନ୍ତି। ସେମାନଙ୍କୁ ଖଡ୍ଗରେ ଧୂଳି ସଦୃଶ୍ୟ ଓ ତାର ଧନୁ ଜରିଆରେ ବାୟୁ ପ୍ରବାହିତ ନଡ଼ା ରୂପେ ସେ ପରିଣତ କରନ୍ତି। ସେମାନଙ୍କୁ ପଶ୍ଚାତବନ କରି ସେ ଅତିକ୍ରମ କରନ୍ତି। ତାର ପାଦପଥ ସ୍ପର୍ଶ ମଧ୍ୟ କରୁନାହିଁ। ବଂଶ ସକଳକୁ ପ୍ରାରମ୍ଭରୁ ଆହ୍ୱାନ କରି କିଏ ଏ ସମସ୍ତ କାର୍ଯ୍ୟ ସାଧନ କରିଅଛନ୍ତି? ଯେ ଆଦ୍ୟ ତଥା ଅନ୍ତିମ ସେହି ପ୍ରଭୁ ମୁଁ ଅଟେ। ମୁଁ ହିଁ ସେ ଅଟେ। ଏହା ଦେଖି ଉପକୂଳ ଦେଶ ସକଳ ଭୟକାତର ହୁଅନ୍ତି। ପୃଥିବୀର ପ୍ରାନ୍ତର ସବୁ ପ୍ରକମ୍ପିତ ହୁଏ। ସନ୍ନିକଟ ହୋଇ ସେମାନେ ଆସୁଅଛନ୍ତି। ସମସ୍ତେ ନିଜ ନିଜର ପ୍ରତିବେଶୀକୁ ସାହାଯ୍ୟ ଦିଅନ୍ତି। ନିଜର ଭ୍ରାତାକୁ ସେମାନେ କହନ୍ତି, ସାହସୀ ହୁଅ। ଝଳେଇ କର୍ମ ଉତ୍ତମ ହୋଇଛି ବୋଲି କହି ଶିଳ୍ପୀ ସ୍ୱର୍ଣ୍ଣକାରକୁ ଓ ଲୌହ କାରିଗର ଲେହି ଉପରେ ପିଟୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରନ୍ତି। ପ୍ରତିମୂର୍ତ୍ତି ଯେପରି ନ ଘୁଞ୍ଚେ ସେଥିପାଇଁ ସେମାନେ ତାହାକୁ କଣ୍ଟାରେ ସଂଯୁକ୍ତ କରନ୍ତି। ଈଶ୍ୱର ଇସ୍ରାଏଲର ସହବର୍ତ୍ତୀ। ମୋର ଦାସ ହେ ଇସ୍ରାଏଲ, ମୋ ଦ୍ୱାରା ମନୋନୀତ ହେ ଯାକୋବ, ମୋର ବନ୍ଧୁ ଆବ୍ରାହମଙ୍କର ହେ ବଂଶଧର, ମୁଁ ତୁମକୁ ପୃଥିବୀ ପ୍ରାନ୍ତରୁ ମନୋନୀତ କରିଅଛି। ତୁମକୁ ଆହ୍ୱାନ କରି ମୁଁ କହିଲି, ତୁମେ ମୋର ଦାସ। ମୁଁ ତୁମକୁ ମନୋନୀତ କଲି ଓ କେବେ ହେ ତୁମକୁ ପରିତ୍ୟାଗ କରିବି ନାହିଁ। ଭୟ ବିହ୍ୱଳ ହୁଅ ନାହିଁ, କାରଣ ମୁଁ ତୁମର ସହବର୍ତ୍ତୀ। ବିଭ୍ରାନ୍ତ ହୁଅ ନାହିଁ, କାରଣ ମୁଁ ତୁମର ଈଶ୍ୱର। ମୁଁ ତୁମକୁ ଶକ୍ତିଶାଳୀ କରିବି ଓ ତୁମକୁ ସାହାଯ୍ୟ କରିବି। ମୋର ଜୟସିଦ୍ଧ ଦକ୍ଷିଣ ହସ୍ତରେ ମୁଁ ତୁମକୁ ସମର୍ଥନ କରିବି। ଯେଉଁମାନେ ତୁମକୁ ବିଦ୍ୱେଷ କରନ୍ତି, ଲଜ୍ଜିତ ହୋଇ ସେମାନେ ବିଭ୍ରାନ୍ତ ହେବେ। ଯେଉଁମାନେ ତୁମ ସଙ୍ଗରେ ସଂଘର୍ଷ କରନ୍ତି, ବିନଷ୍ଟ ହୋଇ ସେମାନେ ଶୂନ୍ୟ ହେବେ। ଯେଉଁମାନେ ତୁମକୁ ବିରୋଧ କରନ୍ତି, ତୁମେ ସେମାନଙ୍କ ସନ୍ଧାନ କରିବ, କିନ୍ତୁ ତୁମେ ସେମାନଙ୍କର ସନ୍ଧାନ ପାଇବ ନାହିଁ। ଯେଉଁମାନେ ତୁମ ବିରୁଦ୍ଧରେ ସଂଗ୍ରାମ କରନ୍ତି, ସେମାନେ ନାସ୍ତି ସଦୃଶ୍ୟ ହେବେ, କାରଣ ତୁମ ଈଶ୍ୱର ମୁଁ ପ୍ରଭୁ। ମୁଁ ତୁମର ଦକ୍ଷିଣ ହସ୍ତ ଧାରଣ କରେ। ଯିଏ ତୁମକୁ କହନ୍ତି ଭୀତ ହୁଅ ନାହିଁ, ମୁଁ ତୁମକୁ ସାହାଯ୍ୟ କରିବି, ସେ ମୁଁ ଅଟେ। ପ୍ରଭୁ କହନ୍ତି, ଯିଏ କୀଟ ସଦୃଶ୍ୟ, ସେହି ହେ ଯାକୁବ, ହେ ଇସ୍ରାଏଲୀୟ ଜନତା, ଭୟ କାତର ହୁଅ ନାହିଁ। ମୁଁ ତୁମର ସହାୟକ ହେବି। ଇସ୍ରାଏଲର ପବିତ୍ରତମ ହିଁ ତୁମର ପବିତ୍ରତା। ଏକ ନୂତନ ତୀକ୍ଷ୍ଣ ତଥା ଦନ୍ତ ସୁଲଭ ବେଙ୍ଗଳା ଯନ୍ତ୍ରରେ ମୁଁ ତୁମକୁ ପରିଣତ କରିବି। ପର୍ବତ ସବୁକୁ ବେଙ୍ଗଳା ପକାଇ ତୁମେ ଚୂର୍ଣ୍ଣ କରିବ ଓ ପାହାଡ଼ ଗୁଡ଼ିକୁ ଅଗାଡ଼ି ସଦୃଶ୍ୟ କରିଦେବ। ତୁମେ ସେ ସମସ୍ତଙ୍କୁ କୁଲାରେ ଉଡ଼ାଇବ ଓ ବାୟୁ ସେମାନଙ୍କୁ ଉଡ଼ାଇ ନେବ। ତୋଫାନ ସେମାନଙ୍କୁ ବିକ୍ଷିପ୍ତ କରିବ।
ତୁମେ ପ୍ରଭୁଙ୍କ ଠାରେ ଆନନ୍ଦିତ ହେବ ଓ ଇସ୍ରାଏଲର ସେହି ପବିତ୍ରତମଙ୍କ ଠାରେ ତୁମେ ଅଭିମାନ ପୋଷଣ କରିବ। ନୂତନ ବହିର୍ଗମରେ ଘଟିବାକୁ ଥିବା ଅଦ୍ଭୁତ କର୍ମ ସକଳ। ଜଳ ଖୋଜି ନିର୍ଧନ ତଥା ଦିନହୀନମାନେ ଯେତେବେଳେ ତାହା ନ ପାଇବେ ଓ ତୃଷାରେ ସେମାନଙ୍କ ଜିହା ଯେବେ ଶୁଷ୍କ ହେବ, ସେତେବେଳେ ମୁଁ ପ୍ରଭୁ ସେମାନଙ୍କୁ ଉତ୍ତର ଦେବି। ଇସ୍ରାଏଲର ଈଶ୍ୱର, ମୁଁ ସେମାନଙ୍କୁ ପରିତ୍ୟାଗ କରିବି ନାହିଁ। ବୃକ୍ଷହୀନ ପାହାଡ଼ ଉପରେ ନଦୀ ସମୂହ ଓ ଉପତ୍ୟକାରେ ନିର୍ଝର ଗୁଡ଼ିକୁ ମୁଁ ପ୍ରବାହିତ କରିବି। ମରୁ ପ୍ରାନ୍ତରକୁ ଜଳାଶୟରେ ଓ ଶୁଷ୍କ ଭୂମିକୁ ଜଳସ୍ରୋତରେ ମୁଁ ପରିଣତ କରିବି। ମୁଁ ମରୁ ପ୍ରାନ୍ତରରେ ଦେବଦାରୁ, ବବୁର, ମେଦି ଗଛ ତଥା ଜିତ ବୃକ୍ଷ ଗୁଡ଼ିକୁ ମୁଁ ରୋପଣ କରିବି। ମରୁଭୂମିରେ ସାଇପ୍ରସ୍, ତାଭିନ୍ ବୃକ୍ଷ ତଥା ପାଇନ୍ ବୃକ୍ଷ ସବୁ ମୁଁ ଲଗାଇବି। ତେବେ ମନୁଷ୍ୟମାନେ ତାହା ଦେଖି ଜାଣିବେ ଓ ବିବେଚନା କରି ହୃଦୟଙ୍ଗମ କରିବେ ଯେ ମୁଁ ପ୍ରଭୁଙ୍କର ହସ୍ତ ଏହି କାର୍ଯ୍ୟ ସାଧନ କରିଅଛି ଓ ଇସ୍ରାଏଲର ସେହି ପବିତ୍ରତମ ଏହା ସୃଜନ କରିଅଛନ୍ତି। ପ୍ରଭୁ ହିଁ ଏକମାତ୍ର ଈଶ୍ୱର। ପ୍ରଭୁ କହନ୍ତି, ତୁମମାନଙ୍କ ଅଭିଯୋଗ ଉପସ୍ଥାପିତ କର। ଯାକୋବଙ୍କ ରାଜା ଆଦେଶ ଦିଅନ୍ତି, ତୁମମାନଙ୍କ ପ୍ରମାଣ ସମୂହ ଆଣ। ସେହି ପ୍ରମାଣ ସବୁ ଆଣି ଘଟିବାକୁ ଥିବା କାର୍ଯ୍ୟ ସେମାନେ ବର୍ଣ୍ଣନା କରନ୍ତୁ। ଆମେ ଯେପରି ସେ ସମ୍ପର୍କରେ ପରିଗଣନା କରିପାରିବୁ ଓ ସେ ସମସ୍ତର ପରିଣାମ ସମ୍ବନ୍ଧରେ ଜାଣିପାରିବୁ, ସେଥିପାଇଁ ଅତୀତ କାର୍ଯ୍ୟଗୁଡ଼ିକୁ ପ୍ରକାଶ କର। ତୁମେମାନେ ଦେବଗଣ କି ନୁହେଁ, ଆମେ ଯେପରି ଏହା ଜାଣିପାରିବୁ, ସେଥିପାଇଁ ଭବିଷ୍ୟତରେ ଘଟିବାକୁ ଥିବା କାର୍ଯ୍ୟ ସବୁ ପ୍ରକାଶ କର। ଆମେ ଯେପରି ବିଭ୍ରାନ୍ତ ତଥା ଆତଙ୍କିତ ହେବୁ, ସେଥିସକାଶେ ମଙ୍ଗଳ କିମ୍ବା ଅମଙ୍ଗଳ ସାଧନ କର। ତୁମେମାନେ କିଛି ନୁହଁ, ତୁମ କାର୍ଯ୍ୟ ମଧ୍ୟ କିଛି ନୁହେଁ। ଯିଏ ତୁମମାନଙ୍କୁ ମନୋନୀତ କରେ ସେ ଘୃଣ୍ୟ। ସାଇରସଙ୍କ ବିଜୟ ସମ୍ବନ୍ଧରେ ପ୍ରବଚନ। ଉତ୍ତର ଦିଗର ମୁଁ ଜଣଙ୍କୁ ଉଦ୍ଦୀପ୍ତ କରିଅଛି ଓ ସେ ଆସିଅଛି। ମୋର ନାମ ଜପ କରି ପୂର୍ବ ଦିଗରୁ ସେ ମୋତେ ଅନୁନୟ କରିବ। ଚୂନ ଯେପରି ମିଶାଯାଏ ଓ କୁମ୍ଭାର ଯେପରି ମୃତ୍ତିକା ଦଳନ କରେ, ସେହିପରି ସେ ଶାସକମାନଙ୍କୁ ପାଦ ତଳେ ଦଳନ କରିବ। ଆମେ ଯେପରି ଏହା ଜାଣିପାରିବୁ, ସେଥିପାଇଁ କିଏ ଏହା ପ୍ରାରମ୍ଭରୁ ପ୍ରଖ୍ୟାପନ କରିଅଛି। ଯାହା ସେ କରିଅଛି ତାହା ସଠିକ୍ ଅଟେ ବୋଲି ସମୟ ପୂର୍ବରୁ ଆମେ ଯେପରି କହିପାରିବୁ, ସେଥିପାଇଁ କିଏ ଏହା ଘୋଷଣା କରିଅଛି? କେହି ତାହା ଘୋଷଣା କରିନାହିଁ କିମ୍ବା ପ୍ରକାଶ କରିନାହିଁ। କେହି ମଧ୍ୟ ତୁମ ବାକ୍ୟ ଶୁଣି ନାହିଁ। ମୁଁ ପ୍ରଥମରେ ଏହା ସିୟନକୁ ଜଣାଇଅଛି। ଏହି ସୁସମ୍ବାଦ ଜଣାଇବା ପାଇଁ ମୁଁ ଜେରୁସାଲେମକୁ ଜଣେ ଦୂତ ପଠାଇଲି। ମୁଁ ଯେବେ ଅବଲୋକନ କଲି, ତେବେ କାହାର ଦେଖା ପାଇନାହିଁ। ମୋର ପ୍ରଶ୍ନର ଉତ୍ତର ଦେବା ପାଇଁ ସେମାନଙ୍କ ମଧ୍ୟରେ କୌଣସି ଉପଦେଶକ ନଥିଲା। ସେମାନେ ସମସ୍ତେ ମାୟାମୟ ଅଟନ୍ତି। ସେମାନଙ୍କ କାର୍ଯ୍ୟ ମଧ୍ୟ କିଛି ନୁହେଁ। ସେମାନଙ୍କ ଛାଞ୍ଚ ନିର୍ମିତ ପିତୁଳା ସବୁ ଶୂନ୍ୟ ବାୟୁ ସଦୃଶ୍ୟ। 42 ଅଧ୍ୟାୟ। ପ୍ରଭୁ ଦାସ ପ୍ରଥମ ପ୍ରବଚନ। ଦେଖ, ଯାହାକୁ ମୁଁ ସମର୍ଥନ କରେ ସେହି ମୋର ଦାସ। ଯାହାକୁ ମୁଁ ମନୋନୀତ କଲି ତାଠାରେ ମୋର ଆତ୍ମା ସୁପ୍ରସନ୍ନ। ମୋର ଆତ୍ମା ମୁଁ ତାଙ୍କୁ ପ୍ରଦାନ କଲି। ଜାତିଗଣକୁ ସେ ନ୍ୟାୟ ବିଚାର କରିବ। ସେ ଚିତ୍କାର କରିବ ନାହିଁ କିମ୍ବା ତାର ସ୍ୱର ଉଠାଇବ ନାହିଁ। ବାଟେ ଘାଟେ ତାର ସ୍ୱର ଶୁଣାଯିବାକୁ ସେ ଦେବେ ନାହିଁ। ଛେଚା ସୋଲ ସେ ଭଗ୍ନ କରିବ ନାହିଁ ଓ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ବତୀ ଫିତାକୁ ସେ ନିର୍ବାପିତ କରିବ ନାହିଁ। ବିଶ୍ୱସ୍ତତା ତାର ସହ ସେ ନ୍ୟାୟ ବିଚାର କରିବ, ଯେ ପର୍ଯ୍ୟନ୍ତ ପୃଥିବୀରେ
नीतिनिष्ठा स्थापित होई नाही से पर्यंत से पराजित हेबे नाही किंबा निरुत्साहित हेबे नाही। उपकूल देश सकल तार विधि विधान पाई उपेक्षा करते। जे आकाश मंडल को सृजन करी ताकू विस्तृत कले, जे धराधाम तथा तन्मध्यस्थ विभव सबुको व्यक्त कले, जे पृथ्वीवासी मानकु निश्वास प्रदान कले, तन्मध्यरे जो माने विचरण करती सेमानकु आत्मा प्रदान कले। प्रभु से ही ईश्वर एहिपरि कहନ୍ତି, मु अटे प्रभु। नीति निष्ठा स्थापन करिबा पाई मु तुमको डाकी अछि। तुम हस्त धरी मु तुमको रक्षा करी अछि। अंध मानकु दृक् शक्ति दान करिबा सकाशे, बंदी मानकु कारागार मुक्त करिबा निमंते ओ अंधकार मध्यरे उपविष्ट व्यक्ति मानकु अंधकारमय कक्षरु मुक्त करिबा सकाशे, जनता उद्देश्य रे एक व्यवस्था विधान ओ जातिगण उद्देश्य रे एक ज्योति रूपे मु तुमको प्रदान करिअछि। मु अटे प्रभु, ताही मोर नाम। मोर महत्व अन्य काहाको मु प्रदान करिबि नाही, किंबा मोर स्तुति को खेदित पितुड़ा मानकु मु दान करिबि नाही। देख, पूर्व प्रवचन गुड़िक सफल होई अछि। नूतन कार्य मु वर्तमान घोषणा करूअछि। अंकुरित हेबा पूर्वरु मु तुममानकु से संपर्क रे जणाए। ईश्वरंक विजय। प्रभुंक उद्देश्य रे एक नूतन गीत गान कर। पृथ्वीर सीमा सरहद ठारू ताहांकर प्रशंसा कीर्तन कर। समुद्र तथा तन्मध्यस्थ समस्त विषय ओ उपकूल देश समूह तथा तन्निवासी माने अट्टहास करंतु। मरुभूमि तथा सेठाकार नगरी सकल जेउठारे केदार अवस्थित, सेठाकार ग्राम सबु सेमानक स्वर उठांतु। सेलावासी आनंदरे गान करंतु। सेमाने पर्वत उपरु चित्कार करंतु। सेमाने प्रभुंको महिमान्वित करंतु ओ उपकूल देश गुड़िकरे ताहांकर प्रशंसा गान करंतु। जणे वीर सदृश्य प्रभु अग्रसर हुअन्तु ओ जोधा सदृश्य ताहांक कौपानोला प्रज्वलित करंती। से रणस्वर ध्वनित करंती, चित्कार करंती। ताहांक शत्रु मानक विरोध रे ताहांक शक्ति को प्रकाश करंती। बहु काल धरी मु नीरव रहिली ओ निजको नियंत्रण करी प्रशांत होई रहिली, किंतु वर्तमान प्रसव वेदनाग्रस्त नारी सदृश्य मु क्रंदन करिबी, आर्तनाद करिबी ओ अणनिश्वास हेबी। पर्वत तथा पहाड़ समूह मु विजन करिबी ओ सेठाकार उद्भिद शुष्क करिबी। नदी सकल को मु दीप गुड़िकरे परिणत करिबी। जलाशय समूह को शुष्क करिबी। जे पथ सेमानंकु जणा नुहे, सेही पथ देई मु अंध मानकु आनयन करिबी ओ जे मार्ग सेमानक प्रति अज्ञ, सेही मार्ग देई मु सेमानकु बाट कोडाइबी। सेमानक सम्मुखस्थ अंधकार को मु ज्योति रे परिणत करिबी ओ दुर्गम पथ सुगम करिबी। ए समस्त कार्य मु साधन करिबी। मु सेमानकु उपेक्षा करिबी नाही। जेउ माने खेदित प्रतिमूर्तिटारे आस्था स्थापन करंती ओ जेउ माने छांच निर्मित पितुला कुड़ी को कहंती, तुमे माने आमर देव वृंद अट। से माने विमुख होई संपूर्ण भावे लज्जित हेबे। जनतार अंधत्व। हे विधिर गण सुण, हे अंध गण देखिबा पाई तुमे माने इच्छुक हुओ। मोर दास व्यतीत किए बा अंध, मो द्वारा प्रेरित मोर दूत सदृश किए बधिर। जे मो प्रति विश्वस्त ता सदृश किए अंध, किए प्रभु दास सदृश किए अंध। बहु विषय रे से देखी अछि,
तथापि से समस्त से निरीक्षण करे नाही। तार कान उन्मुक्त किंतु से किछि शुणे नाही। तार नीतिनिष्ठा सकाशे ताहांको विधि विधान को महिमान्वित तथा संभ्रांत करिबा पई प्रभु प्रसन्न हेले। किंतु एही माने अपहृत तथा लुंठित एक जनता, सेमाने समस्ते गहर सबुरे फासानुबद्ध ओ कारागार रे गुप्त। जे हेतु मुक्त करिबा पई केही नाही, से हेतु सेमाने एक शिकार वस्तु होइछंती। ओ जे हेतु फेराई दियो बोली कहबाकू केही नाही, से हेतु सेमाने एक लुंठित द्रव्य होइछंती। तुमମାନଙ୍କ ମଧ୍ୟରୁ ଏହି କଥା କିଏ ଶୁଣିବ ଓ ଆଗାମୀ କାଳ ପ୍ରତି କିଏ ମନୋଯୋଗ ହେବ ତଥା ଶୁଣିବ? ଯାକବଙ୍କୁ ଲୁଣ୍ଠନକାରୀମାନଙ୍କ ହସ୍ତରେ ଓ ଇସ୍ରାଏଲଙ୍କୁ ଚୋରମାନଙ୍କ ହସ୍ତରେ କିଏ ସମର୍ପଣ କଲେ? ଯାହାଙ୍କ ବିରୁଦ୍ଧରେ ଆମେ ପାପ କଲୁ ସେହି ପ୍ରଭୁ କ'ଣ ସେ ନୁହନ୍ତି? ତାହାଙ୍କର ପଥରେ ବିଚରଣ କରିବା ଓ ତାହାଙ୍କ ବିଧିବିଧାନକୁ ଅନୁଗତ ହେବା ପାଇଁ ସେମାନେ ଅନିଚ୍ଛୁକ ହେଲେ। ସୁତରାଂ ସେ ତାହା ଉପରେ ତାହାଙ୍କ କ୍ରୋଧ ତଥା ପ୍ରବଳ ଯୁଦ୍ଧ ବର୍ଷଣ କଲେ। ଯଦିଓ ତାହା ତାହାର ଚତୁଃପାର୍ଶ୍ୱରେ ପ୍ରଜ୍ୱଳିତ ହେଲା, ତଥାପି ସେ କିଛି ବୁଝିଲା ନାହିଁ। ଯଦିଓ ତାହା ତାକୁ ଦଗ୍ଧ କଲା, ତଥାପି ତାହା ପ୍ରତି ସେ କୌଣସି ବିବେଚନା କଲା ନାହିଁ।